জানিটা বউ ফেরি দিও আমরা যদি ঠিকঠাক হওয়া দরকার সেটি অর্চনা যেତେବେଳେ ପୂର୍ଣ୍ଣ ଭାରତ ବର୍ଷରେ ଧର୍ମର ବିନାଶ ହୁଏ ଅଧର୍ମର ଅଗ୍ରଗତି ହୁଏ ସେତେବେଳେ ଧର୍ମ ରକ୍ଷା ନିମନ୍ତେ ଯିଏ ଜନ୍ମଗ୍ରହଣ କରନ୍ତି ମୁଁ ତାଙ୍କ ଅନୁଗାମୀ ଅର୍ଚନା भवति भारत अभ्युदानम धर्मस्य सदात्मानं विचार्यः परित्राणाय साधूनां विनाशाय चतुष्कृता सर्वसंतापनार्थाय संभवामि युगे युगे संभवामि युगे युगे संभवामि युगे युगे যদি অর্জুন তাহলে ভূগোলের স্বপ্নটা ফেরিস তো কম পাইবে অর্জুন হবা কহিলে দেহরে বাঁ হাতরে তাক ଥିବା দরকার বে ପରୀକ୍ଷା ନେବାକୁ ଚାହୁଁଛୁ এই জঙ্গলের অনেক হিংস্র জন্তু অଛନ୍ତି ସେମାନଙ୍କ ଭିତରେ ରାଜା ହଉଛି ସିଂହ ଏ ସହରରେ ଅନେକ ଗୁଣ୍ଡ ଅଛନ୍ତି ସମସ୍ତଙ୍କର ଛାତିଟା ହାଡ଼ ମାଂସରେ ତିଆରି ଏ ଲାଲାର ଛାତି ମାଆ କହିଛି ନା ବାବୁରେ କେବେ କାହା ମନ ଭାଙ୍ଗିବୁ ଆଉ ସେଇ ଦିନଠୁ ମୁଁ ମନକୁ ଚାଲି ସବୁ ଭାଙ୍ଗୁଛି আরে পড়াইছে তো ভাগ্য ভালো যদি এ জায়গা ছাড়ি পড়া তা না হলে ডক্টর ବି ଦେଖିଲେ কনফ্ୟୁজ ହେଇଯିବେ କହିବେ ମଣିଷ ଦେହ ତ 206 ଘଣ୍ଟା ଆର ଥାଏ ତୋରି ଦେହରେ 2060 ଘଣ୍ଟା ଆସିଲା ବହୁତ चुना चुन हे कला चुना संसारा नागी साथे पड़ी नागी कहाँ नजारा
ଭାଗ୍ୟ ଭଲ ବାବୁ ଗୋଟେ କାମ କରିବ ବାବୁ ମୋ ତଣ୍ଟି ଶୁଖି ଯାଉଛି ବାବୁ ମୋ ପାଇଁ ପାଣି ଟିକେ ପାଣି ଟିକେ ଜଲ୍ଦି ପାଣି ନିଅ এই নিও পানি নিও बाबू हम तो राधा दायित्व ଦେଇଥିଲେ ये चुसे ବାବୁ ଆପଣ ବହୁତ ଭାଗ୍ୟବାନ ବାବୁ ବାବୁ খুব সুন্দর স্ত্রীটা পাইছো হ্যাপি হ্যাপি বাবু হ্যাপি ম্যারেড राखी मुंड बुलाଉଛି बाजी तो उठाଉଛି राखी आचार खाइବାକୁ इच्छा होतो तामने मु चाहू छे ना तो मां हो ना बापा की मुंड बुलाଉଛି बांती होଉଛି आचार खाइବାକୁ इच्छा होଉଛି तामे तो मां हो बापा तो रखी माने आधार कार्ड काहे ଲେଖା এ বসতে কই পচারছ ସବୁ ସିନେ ନଳିନି ହଁ ହଉ ଠିକ ଅଛି
ତମକୁ ପଚାରିବି ନା କାହାକୁ ପଚାରିବି? ତମେ ତ ମା ବାପ କାହାକୁ ପଚାରିବି କହୁନା? ଆରେ କୁହ। ତମେ କଣ ଜାଣିନ ହଁ। ପିଲା କେମିତି ସୃଷ୍ଟି ହୁଏ? ଜାଣିଛି ସ୍ୱାମୀ ସ୍ତ୍ରୀର ସମ୍ପର୍କର ପିଲା ରାକ୍ଷୀ ତାପରେ ମୁଁ ମେଡିସିନ ଖାଇ ଶୁଣ ତାର ତମର କିଛି ହବନି ଯୋଉଟା କିନ୍ତୁ ହବ ସେଇଟା ହବ ନିଅ ଜଲ୍ଦି ଖାଇବ। ତମେ ମେଡିସିନ ଖାଇବନି ତମେ ଚାହୁଁଛ ପିଲାଟା ଜନ୍ମ ହଉ? ହଁ ମୁଁ ଚାହୁଁଛି ସେ ପିଲାଟା ଜନ୍ମ ହଉ। ଆଜ୍ଞା ହାରିଗଲେ ଆଜ୍ଞା ନାଇଁ ମୋ ସ୍ତ୍ରୀ କହୁଛନ୍ତି ପିଲାଟା ଜନ୍ମ ହବ ତାର 21 ହବ ତାର ବାତି ବାହାର କରିବା ହଉ ତାପରେ ଅଙ୍ଗନବାଡି ଯିବ ଅଣ୍ଡା ଖାଇବ ତାପରେ ବାପା ମୁଁ ଶୁଣା କହିବି କାହାକୁ ବୋପାଳି ଲାଗୁଛି ଶାଲି ମତେ ଚନ୍ଦ୍ରଶୁଣା ଭାବିଛ ସେଇଟା ଅକାଶ ସହିତ ନାମ ମୁଣ୍ଡ ଶାଲି 500 ମେଡିସିନ ପକେଇ ଶାଲି ଚର୍ବି ବଢିଗଲା ଚର୍ବି ବଢିଗଲାଣି ମୁଁ ମନକୁ ଯାଇ ଠିକ ହଉଥିଲେ ମୁଁ କଣ କହିଥିଲି ସେ ରୁଦ୍ରାକ୍ଷ ରାୟ ବାହାଦୁର ପାଖରେ ମତେ ଶୁଆଇ ଦିଅ ମୁଁ କଣ କହିଥିଲି ସେ ରୁଦ୍ରାକ୍ଷ ରାୟ ବାହାଦୁର ମୋର ପିଲା ହଉ ଟଙ୍କା ଆଣିବ ତମେ ଭୋଗିବୁ ଆମେ ଯେ ପିଲାକୁ କଣ ହୁଏ ଯେ ଜନ୍ମ ନେଇନି ଯେ ଦୁନିଆ ଦେଖିନି ଯେ ଅନ୍ଧାର ଭିତରେ ଅଛି ସିଏ କାହିଁକି ଶାସ୍ତି ପାଇବ ଯେ ଜନ୍ମ ଦେଇନି ଯେ ଅନ୍ଧାର ଭିତରେ ଅଛି ସେ କାହିଁକି ଯେ କଥା କହିବ ତମେ ତ କରିପାରିବନି ସେ ଗଲା କଣ ହେଲା ଠିକ କଥା ଯାହାର ଭୁଲ ସିଏ ଶାସ୍ତିଟା ପାଇବ ତମର ଭୁଲ ମୁଁ କଣ ପିଲାର ମା କି ତମେ ଯଦି ତମ ମାଇକି ତମେ ସିସିଟିଭି ଲଗେଇଛ ନା କଣ ତମେ ଯେତେବେଳେ ବାଡୁଛ ତମେ ଆସି ପହଞ୍ଚୁଛ ନା ନା ତମେ ଶଶୁ ଯାଇତେ ପଳାବେ ମୁଁ ପଚାରୁଛି ମୋ ଝିଅ କେମିତି ମରୁଥିଲା କାହିଁକି ମୁଁ ପଚାରୁଛି ମୁଁ ତ ତାକୁ ଛିଡ଼ି ସେ ପିଲାର ମା ହବ କେମିତି ଛୁଆ ଏମିତି କଣ କହୁଛନ୍ତି ମୁଁ ସବୁ ଯାହା ଶୁଣୁଛି ସତ ନା ମିଛ ତ ଗର୍ଭରେ ଯୋଉ ଛୁଆଟା ପଡୁଛି ସେ ତ ସ୍ୱାମୀର ନୁହଁ ଏସବୁ ମିଛ ବୋଲି କହିଦେବ ଏସବୁ ମିଛ ବୋଲି କହିଦେବ ସବୁ ସତ ଲୋ ଓକେ ଆରେ ତମେ ତାକୁ ମାରୁଛ କାହିଁକି ତା ସ୍ୱାମୀ ଖତମ ଆଉ ତା ପିଲାକୁ ଗର୍ଭ ଧରିଛି ମିଛ ଆପଣ ଆୟା ହୃଦୟ କଥା ମିଛ ସତଟା ଆପଣ ଜାଣିଛନ୍ତି ହୃଦୟ କଥା ମିଛ ସତଟା ଆପଣ କହିଦେଉନାହାନ୍ତି କଣ ମୁହଁ ବୁଲେଇଦେଲ ସତଟା ତମେ ତୁ ଅପମାନ କରିବ ସମସ୍ତେ ମିଶି ମତେ ମାରିଦେବେ ବାପା ହେଲେ ମୋ କେବେ ହେଲେ ସତ କଥାଟା କହିପାରିବେ କହିବୁ ଏବେ କହିବୁ ସାକ୍ଷାତ ତୁ ହଉଛୁ ମେନ୍ ଭିଲିଆନ ରେ अबे तू मैं तू हाँ मैं कैरेक्टर अबे तू लूज कैरेक्टर में तो नहीं सुन भाई राखी की रुद्राक्ष राय बहादुर पाखरे बंधा पकई थिला किए कह बे हरामजादा अबे कह बे राखीर बासर घर को रुद्राक्ष राय बहादुर को पठई थिला किए राखी बदमाशी करियो बोली दुआर मुहरे मते जगई थिला किए कुछ दिन भीतर मोर 21टा डोला आगे कहदेवे से लोकटा अच्छी मु
ରୁଦ୍ରାକ୍ଷ ରାୟ ବଳାତ୍କାର କଲାବେଳେ ତାକୁ ବାଡ଼େଇକି ଦରମରା କରି ତା ପାଖରେ ଶୁଆଇଥିଲା କିଏ? କିଏ? ଇଏ ଭଗବାନ ତାମାନେ ତମେ ମୁଁ ଭାବୁଥିଲି କ୍ୟାରେକ୍ଟର ଆର୍ଟିଷ୍ଟ ଦେବୁ ବସୁ ନା ଏ ଦୁଃଖୀରାମ ସ୍ୱାଇଁ ମେନ୍ ହେଲେ ନା ଆଉ ଗୋଟେ କଥା ଅଛନ୍ତି ଆଜ୍ଞା ରୁଦ୍ରାକ୍ଷ ରାୟ ବାହାଦୁର ପାଖରେ 25 ବର୍ଷ ଭଡ଼ାଟିଆ ଗୁଣ୍ଡା ଭାଇ କାମ କରୁଥିଲା କିଏ? କିଏ? ଇଏ ତାମାନେ ତମେ ସେଦିନ ମୋତେ ମିଛ କହିଥିଲ। ଆଉ ଗୋଟେ କଥା ରହିଗଲା ତମ ପୁଅ ପାଇଁ ପୋଲିସ କରିଛି କାହିଁକି? ତମ ପୁଅକୁ ମର୍ଡର କରିଛି। ମିଛ ମୋ ପୁଅ ସେମିତି କାମ କରିପାରିବନି କାହାକୁ ମାରିପାରିବନି ସେ। ଠିକ କଥା କହିଛ ତମେ 10 ମାସ 10 ଦିନ ପେଟରେ ଧରି ଜନ୍ମଗ୍ରହଣ କରିଛ ଠିକ ମା ହିସାବ ଠିକ କରିଛ ତାକୁ କିନ୍ତୁ ଫସେଇ ଦିଆଯାଇଛି। ଆଉ ଫସେଇଛି କିଏ ପଚାର? କିଏ? କି ମୁଁ ଜାଣିନଥିଲି ରାଜା ମୋ ପୁଅ ରାକ୍ଷୀ ମୋ ଝିଅ ଭଳି ଆଜି ତୁ ସେତିକି ଜୋରେ କାନ୍ଦିବୁ ସେତିକି ଜୋରେ ଅଖ୍ୟାଚ ମହାପାତ୍ର ପରିବାରଟା ସେଦିନ କାନ୍ଦୁଥିଲା। ଆଜି ତ ପରିବାର ସେତିକି ଜୋରେ କାନ୍ଦିବ ସେତିକି ଜୋରେ ସେଦିନ ଅଖ୍ୟାଚ ମହାପାତ୍ର ଭଉଟା ଚିନ୍ତାର କରି କାନ୍ଦୁଥିଲା। କାନ୍ଦିବ ତ ପରିବାର କାନ୍ଦିବ ସମସ୍ତେ। ଭଗବାନ ଆମ ଭାଗ୍ୟରେ କାନ୍ଦିବା ପାଇଁ ଲେଖି ଦେଇଛନ୍ତି ଆମ କପାଳରେ କାନ୍ଦିବା ପାଇଁ ଲେଖି ଦେଇଛନ୍ତି। ଏ ଦେଖୁନାହାନ୍ତି ଆପଣମାନେ ଯେମିତି ହାତ ତଳୁ କରି ଆଜି ଆଖିରେ ଲୁହ ଗଳୁଛନ୍ତି ହେଲେ ଅଖ୍ୟାଚ ମହାପାତ୍ରଟା ଆଜି ପର୍ଯ୍ୟନ୍ତ ଆଖିରେ ଲୁହ ଗଳେଇ ପାରୁନଥିଲେ। ଆଖିରେ ଲୁହ ଗଳିଆଟା ଯେତିକି କଷ୍ଟ ଲୁହଟାକୁ ପଲକ ଗଛର ଆଖି ଭିତରୁ ଫେରେଇ ଦେବା ତାଠୁ ଆହୁରି କଷ୍ଟ। ସେଦିନ ଏ ଲାଲା ଦାସକୁ ପରିବାରଟା ବର୍ବାଦ ହେଇଯାଇଥିଲା ଗୋଟେ ଭାଇଙ୍କର ଭଉଣୀଟା ଅଲଗା ହେଇଯାଇଥିଲା ଅଖ୍ୟାଚ ମହାପାତ୍ରଟା ଅନାଥ ହେଇଯାଇଥିଲା। ସେଦିନ ଥିଲା କୁଆର ପୁନେଇ ମୋ ଭଉଣୀ ଖୁସି ବସା କରିଥିଲା ମୋ ଭଉଣୀ ଖୁସି ବସା କରି ଗଲାବେଳେ ମତେ କହିଲା ତୁ ଶୋଇବୁ ନା ମୁଁ ତୋ ପାଇଁ ଚାନ୍ଦ ଚକଡ଼ା ଭୋଗ ଆଣିବି ତୁ ଖାଇସାରିଲା ପରେ ଯାଇ ଶୋଇବୁ। ମୁଁ କହିଲି ଏଇଠି ଅପେକ୍ଷା କରିଛି ତୁ ଚାନ୍ଦ ଚକଡ଼ା ଭୋଗ ଆଣିବୁ ମୁଁ ଖାଇବି ତାପରେ ଯାଇ ଶୋଇବୁ କହିଥିଲି ସିନା ଗତ ପ୍ରକାର ଭିତରଟା ମତେ ଆସିଛି ମୁଁ ଶୋଇ ପଡିଛି ହଠାତ୍ ମୋ ମା ଆସି କହିଲା ଆରେ ତ ଭଉଣୀ ଖୁସି ପର୍ଯ୍ୟନ୍ତ ଘରକୁ ଫେରିନି। ହଠାତ୍ ଉଠି ପଡିଲି ହଠାତ୍ ତୁ ଉଠି ପଡିଲି ଆଉ ଦୌଡ଼ିବା ଆରମ୍ଭ କଲି। ସମସ୍ତେ ତାକୁ ବାଟ ପକେଇଛନ୍ତି ମୁଁ ସମସ୍ତଙ୍କୁ ଦ୍ୱାର ବଚାଇ କବାଟ ବାଡ଼ଉଥାଏ। ଆଜ୍ଞା ମୋ ଭଉଣୀ ଖୁସି ଆପଣ ଦେଖିଛନ୍ତି? ମୋ ଭଉଣୀ ଖୁସିରେ ତମେ ଦେଖିଛ? ମୋ ଭଉଣୀ ଖୁସି ବି ତମେ ଦେଖିଛ? ସମସ୍ତେ ମନା କରିଦେଲେ ସମସ୍ତେ ମୋ କଥା ଶୁଣି ତାକୁ କବାଟ ପକେଇଦେଲେ। ହଠାତ୍ କିଏ କହିଲା ଆରେ ଯାଅ